ଲିଖନୀରେ କାହାଣୀ ଆଜିର ଗଳ୍ପ ନିଜ ଆଖିରେ ଛୋଟ ହୋଇଯିବ। ଥରେ ଏକ କଲେଜରେ 4 ଜଣ ସାଙ୍ଗ ଅଧ୍ୟୟନ କରୁଥିଲେ। 4 ଜଣ ସମାନ ଶ୍ରେଣୀରେ ପଢୁଥିଲେ, ତେଣୁ ସେମାନଙ୍କ ମଧ୍ୟରେ ବନ୍ଧୁତା ବହୁତ ଗଭୀର ଥିଲା। ଗୋଟିଏ ଦିନ କଲେଜର ଘୋଷଣା କରାଗଲା ଯେ କିଛି ଦିନ ପରେ ତୁମମାନଙ୍କର ପରୀକ୍ଷା ନିଆଯିବ। କିନ୍ତୁ ଏହି 4 ଜଣ ବନ୍ଧୁ ଏହାକୁ ଭୁଲିଗଲେ ଏବଂ ପରୀକ୍ଷାର ଗୋଟିଏ ଦିନ ପୂର୍ବରେ ଏହି 4 ଜଣ ସାଙ୍ଗ ଏକ ଭୋଜି ପାଇଁ ବାହାରକୁ ଗଲେ। ପରଦିନ ଯେତେବେଳେ 4 ଜଣ ସାଙ୍ଗ କଲେଜ ଗଲେ ତ ସେମାନେ ଦେଖିଲେ ଯେ ସେତେବେଳକୁ ପରୀକ୍ଷା ସମୟ ସମାପ୍ତ ହୋଇସାରିଛି। ତାପରେ 4 ଜଣ ସାଙ୍ଗ ଏକ ଯୋଜନା ପ୍ରସ୍ତୁତ କଲେ ଏବଂ କାରର ତେଲ ନିଜ ନିଜ ପୋଷାକରେ ଲଗାଇଲେ ଏବଂ ତାଙ୍କ ପ୍ରିନ୍ସିପାଲର ରୁମକୁ ଯାଇ ପ୍ରିନ୍ସିପାଲଙ୍କୁ କହିଲେ, ଆମ କାରର ଟାୟାରଟି ପମ୍ପଚର ହୋଇଯାଇଥିଲା, ତେଣୁ ଏଥିପାଇଁ ଆମେ ପରୀକ୍ଷା ଦେଇପାରିଲୁ ନାହିଁ। ପ୍ରିନ୍ସିପାଲ କହିଲେ, ଠିକ୍ ଅଛି, ତୁମେ ଆସନ୍ତାକାଲି କଲେଜକୁ ଆସିବ। ଆସନ୍ତାକାଲି ତୁମମାନଙ୍କର ପରୀକ୍ଷା ନିଆଯିବ। 4 ସାଙ୍ଗ ଖୁସି ହୋଇ ସେହି ସ୍ଥାନ ଛାଡ଼ି ଚାଲିଗଲେ। ଏହା ଭାବିବାକୁ ଲାଗିଲେ ଯେ ଆଜି ତ ଆମେ ବଞ୍ଚିଗଲୁ। ଏହି 4 ଜଣ ସାଙ୍ଗ ରାତି ସାରା ପଢିଲେ ଏବଂ ଯେତେବେଳେ ପରଦିନ ପରୀକ୍ଷା ଦେବାକୁ ଗଲେ ସେତେବେଳେ ସେମାନଙ୍କୁ କୁହାଗଲା ଯେ ତୁମ 4 ଜଣଙ୍କ ପରୀକ୍ଷା ଭିନ୍ନ ଭିନ୍ନ ଶ୍ରେଣୀରେ ହେବ। 4 ସାଙ୍ଗ ଅଲଗା ଅଲଗା ଶ୍ରେଣୀରେ ଯାଇ ବସିଲେ, କିନ୍ତୁ ଯେତେବେଳେ ତାଙ୍କ ହାତରେ ପ୍ରଶ୍ନପତ୍ର ଆସିଲା ସେତେବେଳେ ତାଙ୍କ ଆଖି ଖୋଲା ହୋଇ ରହିଗଲା, କାହିଁକି ନା ପ୍ରଶ୍ନପତ୍ରରେ କେବଳ ଗୋଟିଏ ପ୍ରଶ୍ନ ହିଁ ଲେଖାଥିଲା ଯେ କାରର କେଉଁ ଟାୟାରଟି ପମ୍ପଚର ହୋଇଥିଲା। 4 ସାଙ୍ଗ ଆଶ୍ଚର୍ଯ୍ୟ ହୋଇଗଲେ ଯେତେବେଳେ ତାଙ୍କର ଉତ୍ତର ଦେଖାଗଲା ତ ସେମାନଙ୍କ ଉତ୍ତର ଅଲଗା ଅଲଗା ଥିଲା ଏବଂ ପରେ ସେମାନଙ୍କୁ ଭୁଲ ବୁଝିପାଇଲେ। ପିଲାମାନେ, ଆମେ ଏ ଗଳ୍ପରୁ କ'ଣ ଶିଖିଲେ? ଆମମାନଙ୍କୁ କେବେ ମିଛ କହିବା ଉଚିତ ନୁହେଁ, କାରଣ ଯଦି ତୁମେ କାହାକୁ ମିଛ କହୁଛ ଏବଂ ତାକୁ ତୁମ ମିଛ ବିଷୟରେ ଜଣାଥାଏ ତ ତୁମେ କେବଳ ତାଙ୍କ ଆଖିରେ ନୁହେଁ ବରଂ ତୁମେ ନିଜ ଆଖିରେ। ଲେଖନୀରେ କାହାଣୀ ଗଳ୍ପଟି ଆପଣମାନଙ୍କୁ ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ, ସେୟାର କରିଦିଅନ୍ତୁ ଏବଂ ଗଳ୍ପଟି ଭଲ ଲାଗିଥିଲେ କିମ୍ବା ଖରାପ ଲାଗିଥିଲେ ଆପଣମାନେ କମେଣ୍ଟ ଦ୍ୱାରା ଆମକୁ ଜଣାନ୍ତୁ। ଆପଣମାନଙ୍କର କମେଣ୍ଟ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଦର୍ଶକ ବନ୍ଧୁ, ଏମିତି ଭଲ ଭଲ ଗଳ୍ପ ଶୁଣିବାକୁ ଚାହୁଁଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ, ଯାହାଫଳରେ ଭିଡ଼ିଓର ପ୍ରଥମ ନୋଟିଫିକେସନ ଆପଣ ପାଇପାରିବେ। ଦର୍ଶକ ବନ୍ଧୁ, ପୁଣି ଆଉ ଥରେ ଦେଖା ହେବ ଲେଖନୀର କାହାଣୀରେ ଆଉ ଗୋଟେ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।